ଆପଣ କହୁଛନ୍ତି ଏ ଦ୍ୱାପର ପରେ କଳିଯୁଗ ଆସିବ। ଆଉ ଯଦି କଳିଯୁଗ ଆସିଗଲା ବୋଲି ଆପଣ କହୁଛନ୍ତି, ଏହି ଜ୍ଞାନୀଗୁଣୀ ମଣ୍ଡଳୀ ଆପଣମାନେ ଜାଣିଥିବେ ଏ କଥା ମହାପୁରୁଷ ହରିବଂଶରେ ଲେଖିଛନ୍ତି ଯେ ଦ୍ୱାପର ଯୁଗର ଶେଷ ସମୟରୁ ହିଁ କଳିର ଆଗମନ ହୋଇସାରିଥିଲା ବା କଳିଯୁଗ ପ୍ରବେଶ କରିସାରିଥିଲା। ବୁଝିଲେ, ଯେତେବେଳେ କୃଷ୍ଣ ଜନ୍ମ ଲଭିଲେ, ଗୋପ ଦ୍ୱାରକାରେ ଲୀଳା ରଚିଲେ, ଯେତେବେଳେ ପ୍ରଭୁ ତେଜିଲେ ମହି, 1200 କଳି ଭୋଗଟି ଯାଇ। ଭଗବାନ ଶ୍ରୀକୃଷ୍ଣଙ୍କର ଇହଲୀଳା ସମ୍ବରଣ ବେଳକୁ କଳି 1200 ବର୍ଷ କଳିଯୁଗ କୋଡ଼େ ଭୋଗ ସରିଥିଲା ବୋଲି ହରିବଂଶରେ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି ଏ କଥା। ତେଣୁ ଏଥିରୁ ଆମେ କ'ଣ ଜାଣିଲେ ନା ଦ୍ୱାପର ଯୁଗର ଶେଷ ସମୟରେ କଳିଯୁଗ ଆରମ୍ଭ ହେଇଯାଇଥିଲା। ଆଉ ସେହି ସମୟରେ ଭଗବାନ ଅର୍ଜୁନ କହିଲେ, ଅର୍ଜୁନରେ କଳି ପ୍ରବେଶ କରିଗଲାଣି। ପାଣ୍ଡବମାନେ ଜାଣିଗଲେ କଳି ପ୍ରବେଶ କରିସାରିଲାଣି। ତେଣୁ ଅର୍ଜୁନ ପଚାରିଥିଲେ, କହିଲେ ଠାକୁର କଳି ପ୍ରବେଶ କରିଗଲାଣି। ଆଉ ଯୁଧିଷ୍ଠିର ମହାରାଜ କହିଲେ, ହେ ମୋର 4 ଭାଇମାନେ, ଆଉ ରହିବାନି ଆମେ, ଆଉ ଏ କଳିଯୁଗରେ ଆମେ ରହିବାନି। ପରୀକ୍ଷିତ ମହାରାଜକୁ ହସ୍ତିନା ସିଂହାସନରେ ବସେଇଦେବା, ଆମେ ସ୍ୱର୍ଗାରୋହଣ କରିବା ଦ୍ରୌପଦୀকে ସଙ୍ଗରେ ଧରି।